ଏବଂ ସମ୍ମୁଖରେ ଉପସ୍ଥିତ ଥିବା ବହୁ ଦୂର ଦୂରାନ୍ତରୁ ଆସିଥିବା ଯୋଗୀ ମୁନି ମୁନିମତିଗଣ ଏବଂ ଅନ୍ୟାନ୍ୟ ସଜ୍ଜନ ମଣ୍ଡଳୀ ସମସ୍ତଙ୍କୁ ମୁଁ ହୃଦୟରୁ ମୋର ସପ୍ରେମ ଜୟଯୁକ୍ତ ଜଣାଉଛି। ସପ୍ରେମ ଜୟଯୁକ୍ତ। ଆଜି ଆପଣମାନଙ୍କ ପାଇଁ ଯିଏ ମୁନି ଶିରୋମଣି ଯୋଗାଚାର୍ଯ୍ୟ ସୁଭାଷ ମୁନି, ସିଏ ମୋର ପିତା। ପିତାଙ୍କ କଥା ଜଣେ କନ୍ୟା ବା କଣ କହିପାରିବ? ଶବ୍ଦ ନାହିଁ, ଭାଷା ନାହିଁ। ଭାବ ଥିଲେ ବି ସକାଳ ପାଖରୁ ବହୁତ ଥର ମୁଁ ଭାବ ପ୍ରବଳ ହେଇସାରିଲିଣି। ଯେତେବେଳେ ବାପାଙ୍କ କଥା ଲେଖୁଥିଲି ସୋସିଆଲ ମିଡିଆରେ ପୋଷ୍ଟ କରିବି ବୋଲି, ଆଖିରୁ ଲୁହ ବୋହି ଯାଉଥାଏ। ଭାବେ ଯେ ନା, ସେ ତ ଆନନ୍ଦରେ ଅଛନ୍ତି, ଯିବା ଲୋକ ଚାଲି ଯାଇଛନ୍ତି, ମୁଁ କାହିଁକି ଏଠି ଦୁଃଖ କରିବି? ବହୁତ ମନକୁ ବୁଝାଏ, କିନ୍ତୁ ପୁଣି ବୁଝେଇ ପାରୁନି। ଏବଂ ଏଇଠି ଆସି ଆପଣ ମାନଙ୍କୁ ଦେଖିଲେ ସତରେ ମୋ ମନ ଏତେ ଆନନ୍ଦରେ ଭରିଯାଏ। ତାପରେ ଭାବେ ଯୋଉ ଲୋକଟା ପାଇଁ ଏତେ ଲୋକ ଏଠି ଉପସ୍ଥିତ ଅଛନ୍ତି, ଏତେ ତାଙ୍କୁ ଭଲ ପାଉଛନ୍ତି, ମୁଁ କାହିଁକି ତାଙ୍କ ପାଇଁ ଦୁଃଖ କରୁଛି? ଇଏ ଆମର ମୂର୍ଖାମୀ। ମନକୁ ବୁଝେଇ ଦିଏ। ତଥାପି ଜଗଦୀଶ ଆମର କମଳା ତାଙ୍କ ଉଦ୍ଦେଶ୍ୟ ଯୋଉ ଗୀତଟା ଗାଇଲେ, ବହୁତ ଭାବ ବିହଳ ହେଇ ଗାଇଲେ, ସେତେବେଳେ ମୋ ଆଖିରୁ ଲୁହ ଆସିଗଲା। ଭାଇ ନରୋତ୍ତମ ଯେତେବେଳେ ମାଙ୍କୁ ମଞ୍ଚ ଉପରକୁ ଡାକିଲେ ଏବଂ ବାପାଙ୍କ ପ୍ରତି ଥିବା ମାଙ୍କର ଶ୍ରଦ୍ଧା ଭକ୍ତିକୁ ବ୍ୟାଖ୍ୟା କଲେ, ସେତେବେଳେ ମଧ୍ୟ ମୋ ଆଖିରୁ ଧାର ଧାର ହୋଇ ଲୁହ ବୋହିଗଲା। ଇଏ ଆବେଗ ଗୋଟିଏ ପିତୃହାରା କନ୍ୟାର। ତେବେ ଆଉ ତାକୁ କରିବି ନାହିଁ। ଆପଣମାନଙ୍କୁ ଟିକେ ଅଳ୍ପ ସ୍ମୃତି ବଖାଣି ଦେଇ ମୋର ବକ୍ତବ୍ୟ ଶେଷ କରିବି। ଚାଲିଯିବା ଆମେ ବହୁତ ଦୂରକୁ, ଯେହେତୁ ଆମେ ସ୍ମୃତି ପ୍ରକ୍ଷାଳନ କରୁଛେ। 1983 ମସିହାରେ ପ୍ରଥମ କରି ଯୋଗୀ ସୁଭାଷ ମୁନିଙ୍କର ଜୟନ୍ତୀ ଆରମ୍ଭ ହୋଇଥିଲା। ମୁଁ ସେତେବେଳେ ଗ୍ରାଜୁଏସନ ପଢୁଥିଲି। ବାପାଙ୍କୁ ହେଇଥାଏ 48 ବର୍ଷ। ସେ ସେତେବେଳେ 78-79 ମସିହାରେ ଆସି ବେତନଟିରେ ଘର କଲେ। ଲୋକାଲ ବା ସ୍ଥାନୀୟ କିଛି ଲୋକ ବାପାଙ୍କର ଏଇ ଯୋଉ ମୁନି ସମାଜରେ ପ୍ରବେଶ ଶୁଣି ତାଙ୍କ ପାଖକୁ ଆସିଲେ। ତାପରେ ସେ ବୋଧେ 79-80 ମସିହାର କଥା, ମୋର ମେଟ୍ରିକ ବ୍ୟାଚ୍ 80 ମସିହା। ଆମ ଘରକୁ ଆସୁଥାନ୍ତି କିଛି ଲୋକ, ବାପା ତାଙ୍କ ସହିତ ଆଲୋଚନା କରୁଥାନ୍ତି। ଏଇଭଳି ଭାବରେ ସେମାନେ ଏକ ପ୍ରସ୍ତାବ ଦେଲେ ଯେ ଆମେ ଆପଣଙ୍କର ଜୟନ୍ତୀ ପାଳନ କରିବୁ। ଠିକ ଅଛି, ପ୍ରସ୍ତାବ ଗୃହୀତ ହେଲା। ଅଳ୍ପ ଲୋକ ଘରେ ପାଳନ ହେଲା ଏବଂ ଧୀରେ ଧୀରେ ସେତେବେଳେ ବୋଧେ ତାଙ୍କ ସାଙ୍ଗରେ ମନେ ପଡୁଛି ସେମାନେ ମଧ୍ୟ ଯୋଉମାନେ କି ବର୍ତ୍ତମାନ ନିୟନ୍ତ୍ରଣରେ ନାହାନ୍ତି। ଆଉ ଯୋଗୀ ମହେନ୍ଦ୍ର ମୁନି ଥିଲେ ଭାଲିଆର, ଯୋଗୀ ପରେଶ, ଯୋଗୀ ପରମାନନ୍ଦ ମୁନି, ଯୋଗୀ ଜଳଧର ବେହେରା ଏବଂ ଏଇ କୁଣ୍ଡୁଗାଡ଼ିଆର ଯୋଗୀ ପ୍ରଫୁଲ୍ଲ ମୁନି। ଏମାନଙ୍କୁ ମୁଁ ଜାଣିଛି। ଏମାନେ ତାଙ୍କର ସକ୍ରିୟ ସହଯୋଗରେ ଜୟନ୍ତୀ ପାଳନ ଉତ୍ସବ ହଉଥିଲା ଏବଂ ଧୀରେ ଏହା ବଢିବା ପାଇଁ ଲାଗିଲା। ଖାଲି ମୟୂରଭଞ୍ଜ ନୁହେଁ, ମୟୂରଭଞ୍ଜ ବାହାର ଜିଲ୍ଲାରୁ ମଧ୍ୟ ବହୁ ମୁନିମତି ଧୀରେ ଆସି ତାଙ୍କ ଜୟନ୍ତୀରେ ଯୋଗ ଦେଲେ ଏବଂ ଜୟନ୍ତୀ ଶେଷରେ ତାଙ୍କର ଅମୀୟବାଣୀକୁ ଶୁଣିବା ପାଇଁ ସମସ୍ତେ ତତ୍ପର ହୋଇଥାନ୍ତି। ଜୟନ୍ତୀ ଉଦ୍ଦେଶ୍ୟରେ ତାଙ୍କର ଯୋଉ ଅମୀୟବାଣୀ ଖୁବ୍ ସୁନ୍ଦର ଥାଏ। ଏଇ ଅମୀୟବାଣୀ ସେ ତାଙ୍କର ଶେଷ ଅମୀୟବାଣୀ ଦେଇଥିଲେ। ୟାସିନ ମୋ ଜୟନ୍ତୀରେ, ଯୋଉଠି ସେ କହିଥିଲେ ଯେ ମୋର କୁଶୁମଲତା ଗମନ ପରେ ଯଦି ଆପଣମାନେ ଏଇ ଜୟନ୍ତୀକୁ ପାଳନ କରିବେ, ତାହେଲେ ମୁଁ ମହାଆହ୍ଲାଦରେ କୁଶୁମଲତା ଗମନ କରିବି। ଏବଂ ଆମେ ସେଇଦିନଠୁ ଆପଣମାନଙ୍କ ସହିତ ମିଶି ଆପଣମାନଙ୍କ ସହଯୋଗରେ ଏଇ ଜନ୍ମ ଜୟନ୍ତୀକୁ ପାଳନ କରୁଛୁ। ତେବେ ଜୟନ୍ତୀରେ ବାପା ବିଷୟରେ ଯେତିକି କହିବି, ସ୍ମୃତି କହିଲେ ଅନେକ ରହିଛି। ଖାଲି ଗୋଟିଏ କଥା ଆପଣମାନଙ୍କୁ ନିବେଦନ କରିବି, ତାଙ୍କର ଅନେକ ଗୁଡ଼େ ସ୍ୱପ୍ନ ଥିଲା। କିଛି ସ୍ୱପ୍ନ ପୂରଣ କରିପାରିଛନ୍ତି, କିଛି ସ୍ୱପ୍ନ ପୂରଣ କରିପାରିନାହାନ୍ତି। ତେବେ ଯୋଉ ସ୍ୱପ୍ନକୁ ପୂରଣ କରିପାରିନାହାନ୍ତି, ଅଧୁରା ଛାଡ଼ି ଯାଇଛନ୍ତି, ଯଦି ଆମେ ସେଇ ସ୍ୱପ୍ନକୁ ପୂରଣ କରିବା, ପୂରଣ କରିବାରେ ସଫଳ ହେବା, ତାହେଲେ ଜାଣିବା ଯେ ଆମର ଏକାଦଶତମ ଜନ୍ମ ଜୟନ୍ତୀରେ ଏହା ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ତା ଭିତରୁ ଗୋଟିଏ ମୁଁ କହୁଛି ତାଙ୍କର ସାହିତ୍ୟ କୃତି ଏବଂ ଜ୍ଞାନଦୀପ ମ୍ୟାଗାଜିନ୍ କଥା କହୁଛି। ତାଙ୍କର ଆଶା ଥିଲା ଯେ ପ୍ରତିଜ୍ଞା ମାଧ୍ୟମରେ
ମୁଖ୍ୟ ଭାବରେ ପ୍ରଚାର ଯଥେଷ୍ଟ ଭାବରେ କରିପାରିବ। ଓଡ଼ିଆ ପତ୍ରିକା ପ୍ରଥମ ପତ୍ରିକା ହେଇଥିଲା ଜ୍ଞାନଦୀପ। ଦୁଇଟି ଉଦ୍ଦେଶ୍ୟରେ କରିଥିଲେ। ଗୋଟିଏ ଉଦ୍ଦେଶ୍ୟ ଅନେକ ଲେଖକ ସୃଷ୍ଟି କରିପାରିବେ, ସମସ୍ତଙ୍କ ବିଷୟରେ କିଛି ନା କିଛି ସୃଜନଶୀଳ ଶକ୍ତି ରହିଛି। କିଏ ଭଲ ଗୀତ ଲେଖିପାରେ, କିଏ ଭଲ ଗଳ୍ପ ଲେଖିପାରେ, କିଏ ପ୍ରବନ୍ଧ ଲେଖିପାରେ। ତେଣୁ ସେମାନେ ସୃଜନଶୀଳ ଶକ୍ତିକୁ କେମିତି ବଢ଼ାଇବେ ତାର ମାଧ୍ୟମ କଣ ଥିଲେ ଜ୍ଞାନଦୀପକୁ। ୟା ମାଧ୍ୟମରେ ମୁଁ ଯେତେବେଳେ ପ୍ରଚାର ହେଇପାରିବ ଏବଂ ଆଉ ଗୋଟେ ତାଙ୍କର ଥିଲା ଆକାଂକ୍ଷା ଯେ ପ୍ରତି ମନୁଷ୍ୟରେ ଅନ୍ତତଃ ଗୋଟେ ଗୋଟେ ଜ୍ଞାନଦୀପ ରହିଲେ ସେମାନଙ୍କ ମନରେ ସୃଜନଶୀଳ ଉତ୍ସାହ ନିଶ୍ଚିତ ଭାବରେ ଆସିବ। ତେଣୁ ଅନୁରୋଧ କରିବି ଆପଣମାନଙ୍କୁ ତାଙ୍କ ସାହିତ୍ୟକୁ, ତାଙ୍କର ଯେଉଁ ମାନସ କନ୍ୟା ଜ୍ଞାନଦୀପକୁ କିଭଳି ଭାବରେ ବଞ୍ଚେଇ ରଖିବେ। ଆଶା କରିବି ସମସ୍ତଙ୍କ ଘରେ ଗୋଟେ ଗୋଟେ ଜ୍ଞାନଦୀପ ପହଞ୍ଚିବ, ତାଙ୍କ ନିଶ୍ଚିତ ପୁସ୍ତକ ରହିବ ଏବଂ ସେହି ମାଧ୍ୟମରେ ଆମେ ତାକୁ ବଞ୍ଚେଇ ରଖିବା। ଆଉ ଅଧିକ କହିବି ସମୟ ସ୍ୱଳ୍ପ, କିଛି ଖଣ୍ଡେ କବିତା ଗୀତ ଗାଇପାରିବି, କିନ୍ତୁ ଗଣିତ ଭିତରେ କବିତା ଟିକେ ପଢ଼ିଦେବି। ବାପା ବାପା ବାରେ ବାୟୁ ପାରେ ପାଣି, ଯାହା ବିନା ବଞ୍ଚି ହୁଏ। ବାପା ବାରେ ବାୟୁ ପାରେ ପାଣି, ଯାହା ବିନା ବଞ୍ଚି ହୁଏ। ବାପାକୁ ବୁଝିବା ସହଜ ନୁହେଁ, ତାଙ୍କୁ ଲେଖି ହୁଏ ନା, ଶବ୍ଦରେ ବୁଝାଇ ହୁଏ ନା, କେବଳ ଡାକି ହୁଏ। ତାଙ୍କୁ ଦେଖି ହୁଏ ନା, ଶବ୍ଦରେ ବୁଝାଇ ହୁଏ ନା, କେବଳ ଡାକି ହୁଏ। ବାପା ଡାକରେ ବଳ ଥାଏ, ବାପା ଡାକରେ ବଳ ଥାଏ, ବିଜୟୀ ହେବାର ଉର୍ଜା ଥାଏ। ବାପା ଡାକରେ ବଳ ଥାଏ, ବିଜୟୀ ହେବାର ଉର୍ଜା ଥାଏ। ବାପା ପରିବାରର ବୈକୁଣ୍ଠ, ବାପା ପରିବାରର ବୈକୁଣ୍ଠ, ଧୈର୍ଯ୍ୟ ଓ ବିଶ୍ୱାସର ବୈକୁଣ୍ଠ। ସେ ଏକ ବିରାଟ ପାହାଡ଼ର ସାହସ, ଆବଶ୍ୟକତା ପୂରା କରୁଥିବା ଅଥର ପୁରୁଷ। ବାପା ଏକ ବିରାଟ ପାହାଡ଼ର ସାହସ, ଆବଶ୍ୟକତା ପୂରା କରୁଥିବା ଅଥର ପୁରୁଷ। ବାପା ଆମ ଜୀବନ ରେଖା, ବାପା ଆମ ଜୀବନ ରେଖା। ବହୁ କଥାର ସିନ୍ଦୁର ଟିପା, ବାପା ବହୁ କଥାର ସିନ୍ଦୁର ଟିପା। ତ୍ୟାଗର ତକିଆ ତଳେ ଯାବତୀୟ ଯନ୍ତ୍ରଣାକୁ ଜାକି ଶାନ୍ତିରେ ଶୋଉଥିବା ଜଣେ ସାଧକର ନାଁ ବାପା। ବାପା ଜଣେ ସାଧକର ନାଁ ବାପା। ବାପା କେତେବେଳେ ଛୋଟାଟିଏ ତ କେତେବେଳେ ସାଧକଟିଏ। ବାପା କେତେବେଳେ ଛୋଟାଟିଏ ତ କେତେବେଳେ ସାଧକଟିଏ। ଆଶ୍ରିତ ସନ୍ତାନଙ୍କ ପାଇଁ ନିର୍ଭର ପ୍ରତିଶ୍ରୁତି, ଆଶ୍ରିତ ସନ୍ତାନଙ୍କ ପାଇଁ ନିର୍ଭର ପ୍ରତିଶ୍ରୁତି। ତାଙ୍କୁ ତାଙ୍କ କାନ୍ଧରେ ବସିବା ଠାରୁ ତାଙ୍କ କାନ୍ଧ ଦେବା ଯାଏ, ତାଙ୍କ କାନ୍ଧରେ ବସିବା ଠାରୁ ତାଙ୍କ କାନ୍ଧ ଦେବା ଯାଏ। ବାପା କେବଳ ବାପା ହିଁ ରହନ୍ତି, ବାପା କେବଳ ବାପା ହିଁ ରହନ୍ତି। ଧନ୍ୟବାଦ।